ସୁନାବେଶ ଦେଖିବା ପାଇଁ କେନ୍ଦୁଝରରେ ଭକ୍ତଙ୍କ ଜନସମୁଦ୍ର। ଆରାଧ୍ୟ ଠାକୁର ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ସହିତ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସୁନାବେଶ ଭକ୍ତଙ୍କ ଗହଳି ମଧ୍ୟରେ ହୋଇଯାଇଛି। ସୁନାବେଶ ଦେଖିବା ପାଇଁ ରଥ ଚାରିପଟେ ପ୍ରବଳ ଜନସମୁଦ୍ରର ଲହରୀ ଖେଳୁଥିଲା। ନିଜ ପ୍ରିୟର ତିନି ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ଭକ୍ତ ଚାହିଁ ରହିଥିବା ବେଳେ ସୁନାବେଶରେ ତିନି ଠାକୁରଙ୍କୁ ଦର୍ଶନ କରି ଭକ୍ତ ଖୁବ୍ ଶାନ୍ତି ଅନୁଭବ କରୁଥିବା ଦେଖିବାକୁ ମିଳିଛି। ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା କେନ୍ଦୁଝରର ରଥଦାଣ୍ଡ। ରଥରେ ଥିବା ତିନି ଠାକୁରଙ୍କୁ ସୁନାବେଶରେ ଦେଖି ଭାବବିହ୍ୱଳ ହୋଇଯାଉଥିଲେ ଭକ୍ତ। ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିବା ବେଳେ ଭକ୍ତଙ୍କ ଗହଳ ଚହଳ ମଧ୍ୟରେ କେମିତି ସବୁ ଭକ୍ତ ସୁବିଧାରେ ସୁନାବେଶର ଦର୍ଶନ କରିପାରିବେ ସେଥିପାଇଁ ସୁବ୍ୟବସ୍ଥା କରାଯାଇଥିଲା। ପ୍ରଶାସନର ତତ୍ପରତା ଯୋଗୁଁ ଠାକୁର ଦର୍ଶନ କରିବାରେ ଭକ୍ତ କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥିଲେ। ରଥଯାତ୍ରାର ତିନି ଠାକୁରଙ୍କ ମୁଖ୍ୟ ପର୍ବ କହିଲେ କେବଳ ସୁନାବେଶକୁ ହିଁ ବୁଝାଇଥାଏ। ତେଣୁ ସୁନାବେଶ ଦେଖିବା ପାଇଁ ଗାଁ ଗହଳିଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ସମସ୍ତେ ଚାଲି ଆସିଥାନ୍ତି ତିନି ଠାକୁରଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ। ରଥ ସମ୍ମୁଖରେ ଭକ୍ତଙ୍କ ଗହଳି ଲାଗି ରହିଥିବା ବେଳେ ତିନି ଠାକୁରଙ୍କୁ ହାତ ଯୋଡ଼ି ଭାବବିହ୍ୱଳ ସହକାରେ ଭକ୍ତ ଚାହିଁ ରହିଥାନ୍ତି। କେବଳ ଗୋଟିଏ ରାହାରେ ରଥ ଚାରିପଟ ପ୍ରକମ୍ପିତ ହୋଇ ଉଠୁଥାଏ ଜୟ ଜଗନ୍ନାଥ। ଖୁବ୍ ଉତ୍ସାହ ଓ ଶାନ୍ତି ଶୃଙ୍ଖଳାର ସହିତ ତିନି ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଭକ୍ତ ଧନ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନ ଭିତରେ ଦେଖାଯାଉଥାଏ ଭକ୍ତି ଓ ଭାବନାର ଝଲକ। ତିନି ଠାକୁରଙ୍କୁ ସୁନାବେଶରେ ଦର୍ଶନ କରିବାର ସୁଯୋଗ ଆସିଥିବାରୁ ଲୋକମାନଙ୍କ ଗହଳି ରଥ ପଡ଼ିଆରେ ଭିନ୍ନ ଏକ ପରିବେଶ ସୃଷ୍ଟି କରିଥିଲା। ଆଧ୍ୟାତ୍ମିକ ପରିବେଶରେ ରଥ ପଡ଼ିଆ ଏକ ବିଶ୍ୱାସ ଓ ଭକ୍ତିର ଲହରୀ ଖେଳୁଥିବା ବେଳେ ସୁନାବେଶ ଦର୍ଶନ କରିବା ସୌଭାଗ୍ୟକୁ କେହି ହାତଛଡ଼ା କରିନଥିଲେ। ଆଉ ଖୁବ୍ ଶାନ୍ତି ଶୃଙ୍ଖଳା ସହିତ ଏ ବର୍ଷ ସୁନାବେଶର ପରିସମାପ୍ତି ହୋଇଥିଲା। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবି ନ୍ୟୁଜ୍।